ଯିରିମିୟ ଅଧ୍ୟାୟ 36। ଅନନ୍ତର ଯୋସିୟର ପୁତ୍ର ଜିହୁଦାର ରାଜା ଜିହୋୟାକିମର ଅଧିକାରର 4th ବର୍ଷରେ ସଦାପ୍ରଭୁଙ୍କଠାରୁ ଯିରିମିୟଙ୍କ ନିକଟରେ ଏହି ବାକ୍ୟ ଉପସ୍ଥିତ ହେଲା, ଯଥା, ତୁମ୍ଭେ ଖଣ୍ଡେ ନଳାକାର ପୁସ୍ତକ ନିଅ। ପୁଣି ଆମ୍ଭେ ତୁମ୍ଭକୁ କଥା କହିବା ଦିନଠାରୁ ଯୋସିୟର ଅଧିକାର ଦିନଠାରୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର, ଜିହୁଦାର ଓ ସମସ୍ତ ଗୋଷ୍ଠୀର ବିରୁଦ୍ଧରେ ଯାହା ଯାହା ତୁମ୍ଭକୁ କହିଅଛୁ, ସେ ସମସ୍ତ ବାକ୍ୟ ତହିଁରେ ଲେଖ। ହୋଇପାରେ ଆମ୍ଭେ ଜିହୁଦା ବଂଶ ପ୍ରତି ଯେ ସକଳ ଅମଙ୍ଗଳ ଘଟାଇବାର ସଂକଳ୍ପ କରିଅଛୁ, ସେମାନେ ତାହା ସବୁ ଶୁଣି ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ। ତାହାହେଲେ ଆମ୍ଭେ ସେମାନଙ୍କର ଅଧର୍ମ ଓ ପାପ କ୍ଷମା କରିବା। ତହିଁରେ ଯିରିମିୟ ନେରିୟର ପୁତ୍ର ବାରୁକକୁ ଡାକିଲେ, ଆଉ ବାରୁକ ଯିରିମିୟଙ୍କ ପ୍ରତି କଥିତ ସଦାପ୍ରଭୁଙ୍କର ବାକ୍ୟ ସବୁ ତାହାର ମୁଖରୁ ଶୁଣି ଏକ ନଳାକାର ପୁସ୍ତକରେ ଲେଖିଲା। ପୁଣି ଯିରିମିୟ ବାରୁକକୁ ଆଜ୍ଞା କରି କହିଲେ, ମୁଁ ରୁଦ୍ଧ ଅଛି, ମୁଁ ସଦାପ୍ରଭୁଙ୍କ ଗୃହକୁ ଯାଇପାରୁନାହିଁ। ଏଣୁ ତୁମ୍ଭେ ଯାଅ, ପୁଣି ମୋ ମୁଖରୁ ଶୁଣି ଯାହା ଯାହା ଏହି ପୁସ୍ତକରେ ଲେଖିଅଛ, ସଦାପ୍ରଭୁଙ୍କର ସେହି ସକଳ ବାକ୍ୟ ଉପବାସ ଦିନ ସଦାପ୍ରଭୁଙ୍କ ଗୃହରେ ଲୋକମାନଙ୍କ କର୍ଣ୍ଣଗୋଚରରେ ପାଠ କର। ମଧ୍ୟ ଆପଣା ଆପଣା ନଗରରୁ ଆଗତ ଜିହୁଦାର ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ତୁମ୍ଭେ ତାହା ପାଠ କରିବ। ହୋଇପାରେ ସେମାନେ ସଦାପ୍ରଭୁଙ୍କ ସାକ୍ଷାତରେ ଆପଣା ଆପଣାର ନିବେଦନ ଜଣାଇବେ ଓ ପ୍ରତ୍ୟେକେ ଆପଣା ଆପଣା କୁପଥରୁ ଫେରିବେ। କାରଣ ସଦାପ୍ରଭୁ ଏହି ଲୋକମାନଙ୍କ ବିରୁଦ୍ଧରେ ମହାକ୍ରୋଧ ଓ ପ୍ରଚଣ୍ଡ କୋପର କଥା କହିଅଛନ୍ତି। ତହିଁରେ ନେରିୟର ପୁତ୍ର ବାରୁକ ଯିରିମିୟ ଭବିଷ୍ୟଦ୍ବକ୍ତାଙ୍କର ସକଳ ଆଜ୍ଞାନୁସାରେ କାର୍ଯ୍ୟ କରି ସେହି ପୁସ୍ତକରେ ଲିଖିତ ସଦାପ୍ରଭୁଙ୍କର ବାକ୍ୟ ସଦାପ୍ରଭୁଙ୍କ ଗୃହରେ ପାଠ କଲା। ଏ ଉତ୍ତାରେ ଯୋସିୟର ପୁତ୍ର ଜିହୁଦାର ରାଜା ଜିହୋୟାକିମର ଅଧିକାରର 5ମ ବର୍ଷର 9ମ ମାସରେ ଜିରୁସାଲମସ୍ଥ ସମସ୍ତ ଲୋକ ଓ ଜିହୁଦାର ନଗର ସମୂହରୁ ଜିରୁସାଲମକୁ ଆଗତ ସମସ୍ତ ଲୋକ ସଦାପ୍ରଭୁଙ୍କ ସାକ୍ଷାତରେ ଉପବାସ ଘୋଷଣା କଲେ। ସେତେବେଳେ ବାରୁକ ସଦାପ୍ରଭୁଙ୍କ ଗୃହର ଉପର ପ୍ରାଙ୍ଗଣରେ ସଦାପ୍ରଭୁଙ୍କ ଗୃହର ନୂତନ ଦ୍ୱାରର ପ୍ରବେଶ ସ୍ଥାନ ନିକଟରେ ସାଫନ ଲେଖକର ପୁତ୍ର ଗମରିୟର କୋଠରୀରେ ସେହି ପୁସ୍ତକରୁ ଯିରିମିୟଙ୍କର କଥା ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ପାଠ କଲା। ପୁଣି ସାଫନର ପୌତ୍ର ଗମରିୟର ପୁତ୍ର ମିଖାୟ ସେହି ପୁସ୍ତକରୁ ସଦାପ୍ରଭୁଙ୍କର ବାକ୍ୟ ସବୁ ଶୁଣନ୍ତେ ସେ ରାଜଗୃହକୁ ଓହ୍ଲାଇ ଲେଖକର କୋଠରୀକି ଗଲା। ଆଉ ଦେଖ, ସେ ସ୍ଥାନରେ ଅଧିପତି ସମସ୍ତେ, ଅର୍ଥାତ୍ ଇଲିସାମା ଲେଖକ, ସମୟର ପୁତ୍ର ଦଲଇୟ, ଅକବରର ପୁତ୍ର ଇଲନାଥନ, ସାଫନର ପୁତ୍ର ଗମରିୟ, ହନାନିୟର ପୁତ୍ର ସିଦିକିୟ ଓ ସମସ୍ତ ଅଧିପତି ଉପବିଷ୍ଟ ଥିଲେ। ତେବେ ବାରୁକ ଲୋକମାନଙ୍କ କର୍ଣ୍ଣଗୋଚରରେ ପୁସ୍ତକ ପାଠ କଲାବେଳେ ମିଖାୟ ଯାହା ଯାହା ଶୁଣିଥିଲା ସେ ସବୁ କଥା
ସେମାନଙ୍କୁ ଜଣାଇଲା। ଏହେତୁ ଅଧିପତି ସମସ୍ତେ କୁଶୀର ପ୍ରପୌତ୍ର ସେଲିମିୟର ପୌତ୍ର ନଥନିୟର ପୁତ୍ର ଜିହୁଦୀକୁ ବାରୁକ୍ ନିକଟକୁ ପଠାଇ କହିଲେ, ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚରରେ ଯେଉଁ ପୁସ୍ତକ ପାଠ କରିଅଛ, ତାହା ହସ୍ତରେ ଘେନି ଆସ। ତହିଁରେ ନେରିୟର ପୁତ୍ର ବାରୁକ୍ ପୁସ୍ତକଟି ହସ୍ତରେ ଘେନି ସେମାନଙ୍କ ନିକଟରେ ଉପସ୍ଥିତ ହେଲା। ତହିଁରେ ସେମାନେ ତାହାକୁ କହିଲେ, ଏବେ ବସି ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କର। ତହୁଁ ବାରୁକ୍ ସେମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା। ସେତେବେଳେ ସେମାନେ ସବୁ କଥା ଶୁଣି ଭୟରେ ଏକ ଆରେକ ପ୍ରତି ଅନାଇଲେ। ଆଉ ବାରୁକ୍କୁ କହିଲେ, ଆମ୍ଭେମାନେ ରାଜାଙ୍କୁ ଏହି ସବୁ କଥାର ବିଷୟ ଅବଶ୍ୟ ଜ୍ଞାତ କରାଇବୁ। ପୁଣି ସେମାନେ ବାରୁକ୍କୁ ପଚାରିଲେ, କହିଲ, ତୁମ୍ଭେ କିପରି କରି ତାହା ମୁଖରୁ ଏସବୁ କଥା ଶୁଣି ଲେଖିଲ? ତହିଁରେ ବାରୁକ୍ ସେମାନଙ୍କୁ ଉତ୍ତର କଲା, ସେ ଆପଣା ମୁଖରେ ଏହିସବୁ କଥା ମୋ ନିକଟରେ ଉଚ୍ଚାରଣ କଲେ, ଆଉ ମୁଁ କାଳି ନେଇ ପୁସ୍ତକରେ ଲେଖିଲି। ସେତେବେଳେ ଅଧିପତିମାନେ ବାରୁକ୍କୁ କହିଲେ, ତୁମ୍ଭେ ଓ ଜିରିମିୟ ଯାଇ ଲୁଚ। ଆଉ ତୁମ୍ଭେମାନେ କେଉଁଠାରେ ଅଛ, ଏହା କେହି ନ ଜାଣୁ। ଏ ଉତ୍ତାରେ ସେମାନେ ପ୍ରାଙ୍ଗଣରେ ରାଜା ନିକଟକୁ ଗଲେ। ମାତ୍ର ପୁସ୍ତକଟି ଇଲିସାମା ଲେଖକର କୋଠରୀରେ ଛାଡ଼ି ଯାଇଥିଲେ। ଆଉ ସେମାନେ ରାଜାର କର୍ଣ୍ଣଗୋଚରରେ ଏହିସବୁ କଥା ଜଣାଇଲେ। ତହୁଁ ରାଜା ପୁସ୍ତକ ଆଣିବା ପାଇଁ ଜିହୁଦୀକୁ ପଠାନ୍ତେ, ସେ ଇଲିସାମା ଲେଖକର କୋଠରୀରୁ ତାହା ଆଣିଲା। ପୁଣି ଜିହୁଦୀ ରାଜାଙ୍କ କର୍ଣ୍ଣଗୋଚରରେ ଓ ତାହାଙ୍କ ଛାମୁରେ ଠିଆ ହୋଇଥିବା ସମସ୍ତ ଅଧିପତିଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା। ଏହି ସମୟରେ ଅର୍ଥାତ୍ ନବମ ମାସରେ ରାଜା ଶୀତକାଳ କ୍ଷେପଣର ଗୃହରେ ବସିଥିଲେ ଓ ତାଙ୍କ ସମ୍ମୁଖରେ ଅଗ୍ନିପାତ୍ରରେ ଅଗ୍ନି ଜଳୁଥିଲା। ଅନନ୍ତର ଜିହୁଦୀ ପୁସ୍ତକରୁ 3-4 ପତ୍ର ପାଠ କଲା ଉତ୍ତାରେ ରାଜା କଲମ ତ୍ରାସରେ ତାହା କାଟି ଅଗ୍ନିପାତ୍ରରେ ଥିବା ଅଗ୍ନିରେ ତାହା ପକାଇଦେଲେ। ତହୁଁ ସେହି ପାତ୍ରରେ ଥିବା ଅଗ୍ନିରେ ସମୁଦାୟ ପୁସ୍ତକ ଭସ୍ମସାତ୍ ହେଲା। ମାତ୍ର ରାଜା କିଏବା ତାହାର ଦାସଗଣ ଯେଉଁମାନେ ସେହି ସବୁ ବାକ୍ୟ ଶୁଣିଲେ, ସେମାନେ କେହି ଭୀତ ହେଲେ ନାହିଁ, କିଏବା ଆପଣା ଆପଣା ବସ୍ତ୍ର ଚିରିଲେ ନାହିଁ। ଆହୁରି ରାଜା ଯେପରି ପୁସ୍ତକ ପୋଡ଼ି ନ ପକାନ୍ତି, ଏଥିପାଇଁ ଇଲନାଥନ, ଦଲାୟ ଓ ଗମରୀୟ ତାଙ୍କୁ ନିବେଦନ କରିଥିଲେ। ମାତ୍ର ସେ ସେମାନଙ୍କ କଥା ଶୁଣିଲେ ନାହିଁ। ପୁଣି ରାଜା ବାରୁକ୍ ଲେଖକକୁ ଓ ଜିରିମିୟ ଭବିଷ୍ୟଦ୍ବକ୍ତାଙ୍କୁ ଧରିବା ପାଇଁ ରାଜପୁତ୍ର ଜିରମେଲକୁ ଓ ଅସ୍ରିଏଲର ପୁତ୍ର ସରାୟକୁ ଓ ଅବ୍ଦିଏଲର ପୁତ୍ର ସେଲିମିୟକୁ ଆଜ୍ଞା କଲେ। ମାତ୍ର ସଦାପ୍ରଭୁ ସେମାନଙ୍କୁ ଲୁଚାଇ ରଖିଲେ। ଜିରିମିୟଙ୍କ ମୁଖରୁ ଶୁଣି ବାରୁକ୍ ଯେ ସକଳ ବାକ୍ୟ ଲେଖିଥିଲା, ସେହି ସମସ୍ତ ପୁସ୍ତକ ରାଜା ଦଗ୍ଧ କଲା ଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ଜିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା ଜିହୁଦାର ରାଜା ଜିହୋଆକିମ୍ ଯେଉଁ ପୁସ୍ତକ ପୋଡ଼ି ପକାଇଅଛି, ସେହି ପ୍ରଥମ ପୁସ୍ତକରେ ଲିଖିତ ଆଦ୍ୟ ସକଳ ବାକ୍ୟ,
ତୁମ୍ଭେ ଆଉ ଖଣ୍ଡେ ପୁସ୍ତକ ନେଇ ପୁନର୍ବାର ଲେଖ। ପୁଣି ଜିହୁଦାର ରାଜା ଜିହୋଆକିମ୍ ବିଷୟରେ ତୁମ୍ଭେ କହିବ, ସଦାପ୍ରଭୁ ଏହି କଥା କହନ୍ତି, ବାବିଲର ରାଜା ନିଶ୍ଚୟ ଆସିବ ଓ ଏହି ଦେଶ ନଷ୍ଟ କରିବ, ଆଉ ତାହାକୁ ମନୁଷ୍ୟ ଓ ପଶୁ ଶୂନ୍ୟ କରିବ। ଏପରି କଥା ତୁମ୍ଭେ କାହିଁକି ଲେଖିଅଛ? ଏହା କହି ତୁମ୍ଭେ ଏହି ପୁସ୍ତକ ଦଗ୍ଧ କରିଅଛ। ଏହେତୁ ଜିହୁଦାର ରାଜା ଜିହୋଆକିମ୍ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ଦାଉଦର ସିଂହାସନରେ ବସିବା ପାଇଁ ତାହାର କେହି ରହିବ ନାହିଁ, ଆଉ ତାହାର ମୃତ ଶରୀର ଦିନବେଳେ ଖରାରେ ଓ ରାତ୍ରିବେଳେ କାକରରେ ପକାଯିବ। ପୁଣି ଆମ୍ଭେ ତାହାକୁ ଓ ତାହାର ବଂଶକୁ ଓ ତାହାର ଦାସଗଣକୁ ସେମାନଙ୍କର ଅଧର୍ମ ସକାଶୁ ଶାସ୍ତି ଦେବା, ଆଉ ଆମ୍ଭେ ସେମାନଙ୍କ ପ୍ରତିକୂଳରେ ଯେ ଯେ ଅମଙ୍ଗଳର କଥା କହିଅଛୁ, ସେ ସବୁ ସେମାନଙ୍କ ଉପରେ, ଜିରୁସାଲମ ନିବାସୀମାନଙ୍କ ଉପରେ ଓ ଜିହୁଦାର ଲୋକମାନଙ୍କ ଉପରେ ବର୍ତ୍ତାଇବା। ମାତ୍ର ସେମାନେ ଶୁଣିଲେ ନାହିଁ। ତହୁଁ ଯିରିମିୟ ଆଉ ଖଣ୍ଡେ ପୁସ୍ତକ ନେଇ ନେରିୟର ପୁତ୍ର ବାରୁକ୍ ଲେଖକକୁ ଦେଲେ। ଜିହୁଦାର ରାଜା ଜିହୋଆକିମ୍ ଯେଉଁ ପୁସ୍ତକ ଅଗ୍ନିରେ ଦଗ୍ଧ କରିଥିଲା, ତହିଁର ସମସ୍ତ କଥା ସେ ଯିରିମିୟଙ୍କର ମୁଖରୁ ଶୁଣି ତହିଁରେ ଲେଖିଲା। ପୁଣି ତାହା ଛଡ଼ା ସେହି ପ୍ରକାର ଆଉ ଅନେକ କଥା ତହିଁରେ ଯୁକ୍ତ କରାଗଲା।